କାହିଁକି ତ ଅନ୍ୟାୟ କରୁଛୁ? ଅନ୍ତତଃ ଭଗବାନଙ୍କୁ ଟିକେ ଡର। ରାତିରେ କଣ ନିଦ ହେଲାନି ପଳେଇ ମୋ ବାପା ସିଏ ତମ ଅଙ୍କଲ ଯା ପ୍ରଣାମ କର ସେଠି ଶୁଣା ବୋଧେ ଆରେ ତମ ବାପା ମା କେତେ ଟଙ୍କା ଖର୍ଚ୍ଚ କରି କଲେଜକୁ ପାଠ ପଢିବାକୁ ପଠାଉଛନ୍ତି, ଆଉ ତ ତମେ କଲେଜକୁ ଆସି ଡ୍ରଗ୍ସ ପିଉଛ। ଆରେ କାହିଁକି ନିଜ ଜୀବନକୁ ଏମିତି ମାଟି କରିଦଉଛ? ତମେ କଣ ଚାହୁଁଛ ମୋ ଜୀବନ ମାଟି ଯାଉ? ଛୁଆଙ୍କୁ ଏଇ କଥା ବୁଝେଇଲେ ସେ ଆଉ ଡ୍ରଗ୍ସ ପିଇବେ ନା ମୋ ବେପାର ଚାଲିବ ନା ଡ୍ରଗ୍ସ ଅଲଗରେ ମୋ ପଲଙ୍କ ସେବା ସେ କରିବେ? ତୋର ଯଦି ଏମାନଙ୍କ ସେବା ଦରକାର ତାହେଲେ କଣ ପାଇଁ ସେ ନିଜ ଝିଅର ଜୀବନକୁ ନଷ୍ଟ କଲୁ? କାହିଁକି ତାକୁ ବାହାରି ଏ ଘର ଭିତରକୁ ନେଇ ଆସୁଛୁ? ପିତାଙ୍କ ବାସ ଘରେ କେତେ ଆଶରେ ସେ ତୋ ବାଟକୁ ଚାଲି ବସିଥିବ। ବାପା ଆଜି ମୋ ବାସରାତି ଚଉଠି ମନେ ପଡୁନାହିଁ। ହେଇକି ଚଉଠି କୋଉ ଚଉଠି ମନେ ପକେଇ କିନ୍ତୁ ବାବା ମୋର ଗୋଟେ କଣ୍ଡିସନଟା ମୋ ମାପ ବାହାରକୁ ଟିକେ ପଳେଇଛି। ମୁଁ ତାକୁ କଥା ଦେଇଥିଲି ବାହାଘର ପରେ ଆଉ ମଦ ପିଇବି। ତେଣୁ ବର୍ତ୍ତମାନ ମୁଁ ଯୋଉ କଣ୍ଡିସନରେ ଅଛି ମୁଁ ଆଜି ଘରକୁ ଯାଇପାରିବି ନାହିଁ। ଏମିତି ମିଛ କଥା କହି ଜୀବନରେ ଆଉ କେତେଟା ବାହା ହବୁ? କେତେଟା ବାହାରିଛି? କେତେ ଝିଅଙ୍କ ଜୀବନକୁ ନଷ୍ଟ କରିବୁ? କେତେ ଜଣ ନଷ୍ଟ କରିଛି? ପ୍ରଥମେ ଯାହାକୁ ବାହାରିଲି ସେ ଗାଡି ଆକ୍ସିଡେଣ୍ଟରେ ମଲା। ମରରେ ବାପା ଦ୍ୱିତୀୟଟା ଗ୍ୟାସ୍ ଟାଙ୍କି ଫାଟିଗଲା, ଏମିତି ପୁଅ କିନା ମରିଗଲା। ଆଉ ଏଇଟା ତ 3 ନମ୍ବର ପଡିଛି। କେତେ ଲାଗ କେହି କରୁନାହାନ୍ତି, ଆଉ କେହି ଆତ୍ମହତ୍ୟା କରୁନାହାନ୍ତି। ସେମାନଙ୍କୁ ତୁ ମାରିଦେଇଛୁ। କଳା କାଟବା ଜାଣି ସାରିବା ପରେ ସେମାନେ ପ୍ରତିବାଦ କରିବାରୁ ତୁ ତାକୁ ମାରିଦେଇଛୁ। ଆଚ୍ଛା ବାପା ତମେ କଣ ଏକଥା କିରଣକୁ କହିଛ? କଣ ଭାବୁଛୁ? ସେତେବେଳେ ତ କଲେଜ ମର୍ଡର କେସରେ ମୁଁ ଚୁପ୍ ଥିଲି ବୋଲି ଆଜି ବି ଚୁପ୍ ରହିବି? ନାଇଁ ନାଇଁ, ତୋ ବିଷୟରେ ସବୁ କଥା ମୁଁ ଗୋଟି ଗୋଟି କରି କିରଣକୁ କହିଦେଇଛି। ଆଉ ଶୁଣୁ ବୁଆ, ଆଜି ଭଳି ରାତିରେ ତୁ ଯଦି କିରଣ ପାଖକୁ ନ ଯାଉ ତାହେଲେ ମୁଁ ପୋଲିସ ପାଖକୁ ଯାଇ ତୋ ବିଷୟରେ ସବୁ କଥା ପୋଲିସକୁ କହିଦେବି। ମୋ ବାପା ମୋ 12 ବର୍ଷର ତପସ୍ୟାକୁ ଶୁଖୁଆ ପୋଡାରେ ସାରିଦେଲା। ଆଚ୍ଛା ବାପା ତମର ଯଦି କିରଣ ପ୍ରତି ଏତେ ଦୟା ହବା ମତେ ଟିକେ ଫୋନ କରିଦେଲନି? ବୁଆ କୋଉଠି ବୁଲୁଛୁ ନା ଚଉଠି ଆଜି ଘରକୁ ଆ। ବାହାଘର କରି କିରଣକୁ ସବୁ କଥା କହିଦେବ। ସଂସ୍କାରୀ ଝିଅ ଗୋଟେ କଷ୍ଟରେ ପଡେଇକି ବାହା ହେଇଥିଲି। କାହିଁକିନା ମୁଁ ଗୋଟେ ସଂସ୍କାରୀ ବନ୍ଧୁଆ, ସେ ଗୋଟେ ସଂସ୍କାରୀ ଝିଅ, ମୋର ଯେ ଛୁଆ ହବ ଗୋଟେ ସଂସ୍କାରୀ ଛୁଆ ହବ। ତମ ଭବିଷ୍ୟତକୁ ମାଟିରେ ମିଶେଇ ଦବ। ପିଟ ମତେ ପିଟ କଣ ଜଲ୍ଦି କର। ପିଟ ନହେଲେ ଡ୍ରଗ୍ସ ଫ୍ରଗ୍ସ ଦେବି ନାହିଁ। ପିଟ ଆରେ ଖାଇକି ପିଟୁ ତ ତାକୁ। ଆରେ ଖାଇକି ତୁ ବାଡ ଖାଉଛୁ। ଏଇଠୁ ତ ସିନ୍ ଆରମ୍ଭ ହେଲା। ଆଗକୁ କଣ ହବ କଣ ବୁଝିପାରିବନି। ମୁଁ ଟିକେ କଥାଟାକୁ ସସ୍ପେନ୍ସ ରଖିଛି। ଭାରି କଷ୍ଟ ହେଲାଣି, ଚାଲ ଟିକେ ଡ୍ରଗ୍ସ ନେଇଯିବା। ଆରେ ତୋ ବାପା ସାମ୍ନାରେ ଏମାନଙ୍କ ଆଗରେ ତୁ ଡ୍ରଗ୍ସ ପିଉଛୁ? ମଣିଷକୁ ବୁଝେଇବା ଯାହା ମଧୁକୁ ଭାଗବତ ଶୁଣିବା ସେଇଆ। ମୋର ଭଲ ହବ, ମୋର ଏଠୁ ଚାଲିଯିବା ଦରକାର। ଆଉ କଣ ନାଟ ହବନି ନା କଣ? ଏବେ ପୁରା ମେନ୍ ସିନ୍ ଆରମ୍ଭ ହବ। ଯୋଉ ବେଲ୍ଟରେ ମତେ ପିଟି ଦେଲ, ମୁଁ ମନା ନ କରିବା ଯାଏ ସେଇ ବେଲ୍ଟରେ ମୋ ବାପାଙ୍କୁ ପିଟ। ସଂସ୍କାରୀ ବଧୁଆ ବାପାଙ୍କୁ ପାଠ କରିବି। ପିଟ ନହେଲେ ଦେବିନି ଡ୍ରଗ୍ସ। ତମକୁ ଛାଡିବାର ଅଛି। ତମେ ବଞ୍ଚି ରହିଲେ ମୋ
ସବୁ ସହିପାରୁନି ଆରେ କାହିଁକି ମତେ ପିଟୁ ତୁ କଣ ଚାହୁଁଛୁ ତୁ? ଏକବେଳେ ଯାଇ ମେନ୍ ପଏଣ୍ଟକୁ ଆସି ମୁଁ ତମକୁ କାହିଁକି ପିଟୁଛି? ଆଚ୍ଛା ବାପା, ତମେ ଏଇ ଯୋଉ କଥା କିରଣକୁ କହିଦେଲ, କିରଣ ସେ କଥାକୁ ବିଶ୍ୱାସ କରିବାକୁ ପଚାରିବ କାହାକୁ? ଭର୍ଜିଟାକୁ। କଣ ବୁଝ? ଆରେ ଅଧିକା ଏ ବିଷୟରେ ଜାଣିବ କେମିତି? ତୁ ତ ତାକୁ ପିଲାଟି ଦିନୁ ରାଜ୍ୟ ବାହାରେ ପଢି ସ୍କୁଲରେ ରଖି ପଢେଇଲୁ। ଏଇ 2 ବର୍ଷ ହବ ସେ ଆଜି ତୋ କଲେଜରେ ପଢୁଛି। ଜମା ସେ ବାହାରେ ଠିକ ପଡୁଥିଲା, ଏଠି ଆସି ଖାଲି ଠିକ ଦେଇ ଯାଉଛି। ଛାଡ଼ ସେ କଥା, ଛାଡ଼ ମେନ୍ ଟପିକକୁ ଆସିବା। ତମେ ଏଇ ଯୋଉ କଥା କିରଣକୁ କହିଲ, କିରଣ ବିଶ୍ୱାସ କରିବା ପାଇଁ ପଚାରିବ